ଅପେରା ସୂର୍ଯ୍ୟବଂଶୀ ମୋବାଇଲ ଖୋଲିଲେ ଅପେରା ସୂର୍ଯ୍ୟବଂଶୀର ଟୋଟାଲ ଯେତେବେଳେ 2026 ମାନେ 27 ବର୍ଷ ପାଇଁ ଆଖେଡ଼ା ପୂଜା ଯେତେବେଳେ କରୁଛନ୍ତି ମୋ ଗଣରେ ଅଛନ୍ତି ପ୍ରଯୋଜକ ଶ୍ରୀଯୁକ୍ତ ସୁନୀଲ ରାଉତ ଅଛନ୍ତି, କ'ଣ କହିବେ? କିଛି ନାହିଁ, ନୂତନ ଯାତ୍ରା ବର୍ଷ 2026-27 ଆପଣମାନଙ୍କୁ ସାରା ଦର୍ଶକ ସମାଜକୁ ଓଡ଼ିଶାର ଦର୍ଶକ ଦେବତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଅପେରା ସୂର୍ଯ୍ୟବଂଶୀ ନୂଆ କରି ମୁଣ୍ଡ ଟେକିଛି, ନୂଆ କରି ଜନ୍ମ ନେଇଛି, ନୂଆ କରି ଠିଆ ହେଇଛି କହିଲେ ଅତୃପ୍ତି ହେବ ନାହିଁ। ଗୋଟିଏ କଥା କହିବି, ଆମର ଅପେରା ସୂର୍ଯ୍ୟବଂଶୀକି ନେଇକି ଯେତିକି ଉତ୍ସାହିତ ଦର୍ଶକମାନେ ଅଛନ୍ତି ଆମେ ବି ସେତିକି ଉତ୍ସାହିତ ଅଛୁ ଦର୍ଶକମାନଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବା ପାଇଁ। ଆଉ ଆମେ ପ୍ରତିଶ୍ରୁତିବଦ୍ଧ କେବଳ ବେଲୁଡ଼ି ରେପେ ଡାନ୍ସ ନୁହଁ, ନାଟକରେ ବି ଆମେ କୌଣସି ମାନେ ଗୋଟିଏ ମାନେ 19-20 ବି ଫରକ ରଖିବୁନି। ଚେଷ୍ଟା କରିବୁ ସବୁ ପାରାମିଟରକୁ ଆମେ କ୍ରସ୍ କରିକି କିମ୍ବା ସବୁ ପାରାମିଟରକୁ ଆମେ ଛୁଇଁକି ଦର୍ଶକମାନଙ୍କୁ କେମିତି 100% ଏଣ୍ଟରଟେନମେଣ୍ଟ ବା ମନୋରଞ୍ଜନ ଯୋଗାଇ ଦେବୁ। କଳାକାରମାନେ ଅଛନ୍ତି ଯେତେବେଳେ ଅପେରା ସୂର୍ଯ୍ୟବଂଶୀ କମ୍ପିଟିସନ୍ ପାଇଁ ପୁରା ପ୍ରିପେୟାର ହେଇକି ବାହାରୁଛି 2026 ପାଇଁ। ସାର୍ କମ୍ପିଟିସନ୍ ମୋଡ଼ ତ ମୁଁ କହିବିନି, ମୁଁ କହିବି ଗୋଟେ ଦକ୍ଷ ଟିମ୍ ଏଇଥିପାଇଁ କାରଣ ବିନ୍ଦୁରୁ ଯେମିତି ସିନ୍ଧୁ ହୁଏ ସେମିତି ଆମେ ଏମିତିଆ କଳାକାର ଚୁଜ୍ କରୁଛୁ। ଗୋଟେ କଥା ଆପଣ ଭଲସେ ଭାବନ୍ତୁ, ଆମେ କେଉଁ ପାର୍ଟିରୁ ଯେମିତି ବର୍ତ୍ତମାନ ଏବେ କଣ୍ଟ୍ରୋଭର୍ସି ଚାଲିଛି, ଆମେ କେଉଁ ପାର୍ଟିରୁ କାହା କଳାକାରକୁ ଛଡ଼େଇ ଆଣିକି ଆମେ ପାର୍ଟି କରୁନୁ, କିମ୍ବା କେଉଁ ପାର୍ଟିରେ କିଏ ଅଧା ଯାଏଁ କାମ କରୁଥିବ ସେମିତି କେଉଁ କଳାକାରକୁ ଆମେ ଚୁକ୍ତି କରିକି ନେଇ ଆସିନୁ, କିମ୍ବା କିଏ ବର୍ଷେ ଏଗ୍ରିମେଣ୍ଟ କେଉଁଠି କରିଥିବେ ଆମେ ନେଇ ଆସିବୁ, ଏମିତି କୌଣସି ଇଏରେ କରୁନୁ। ଆମେ ଦେଖିଲୁ ଯେଉଁ କଳାକାର ଆଭେଲେବୁଲ୍ ମାର୍କେଟରେ ଅଛନ୍ତି ଯାହାକୁ ନେଇ ଗୋଟେ ଭଲ ଦକ୍ଷ ଟିମ୍ କରିହେବ, ଆମେ କାହାକୁ କ୍ଷତି ନ ପହଞ୍ଚେଇକି ଗୋଟେ ମାନେ କୁହନ୍ତିନି ଗୋଟେ ଭଲ ବାତାବରଣ କ୍ରିଏଟ୍ କରିକି ଆମେ ଆମ ଟିମ୍ଟାକୁ କ୍ରିଏଟ୍ କରୁଛୁ, ଆମ ଟିମ୍ଟାକୁ ଗଢ଼ିଛୁ। କିନ୍ତୁ ବହୁତ ଲୋକ ବହୁତ କଥା କହିଛନ୍ତି ଆଜ୍ଞା ନୂଆ ପାର୍ଟି ହେଉଛି ବୋଲି, ବହୁତ ମାନେ ପଛରେ ଯେଉଁ କୁହନ୍ତିନି ମାନେ ମୁଁ ଫିଲ୍ କରୁଛି ପ୍ରଥମ ଗୋଟେ ନୂଆ ମାଲିକ ହିସାବରେ, ମାନେ ଆମେ ଯେତେବେଳେ ଗୋଟେ ଟିମ୍ କ୍ରିଏଟ୍ କରିବାକୁ ଚାହୁଁଛୁ ବହୁତ ଲୋକ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ଏଇଟା ଆମେ ରିଏଲାଇଜ୍ କରୁଛୁ। କିନ୍ତୁ ମୁଁ ଗୋଟିଏ କଥା କହିବି, ଅପେରା ସୂର୍ଯ୍ୟବଂଶୀ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାଁରେ ଏଇଟା ଏବେ ପାର୍ଟି ହେଇଛି। ମୁଁ କହୁଛି ମୁଁ ନୁହଁ, ନେକ୍ସଟ ଯେତେଦିନ ପର୍ଯ୍ୟନ୍ତ ଆମ ପାଖରେ ସେତିକି ବଳ ଥିବ କିମ୍ବା ଆମେ ସବଳ ଥିବୁ, ଆମ ପାର୍ଟିକି ଏମିତି ଚଲେଇବୁ। କେହି ଆସିଲେ ବି ସୂର୍ଯ୍ୟବଂଶୀର କିମ୍ବା ସୂର୍ଯ୍ୟବଂଶୀ ପରିବାରର କିଛି କ୍ଷତି କରିପାରିବେ ନାହିଁ, କାରଣ ଆମେ ସବୁବେଳେ ପରିପୂରକ ଭାବରେ ଆମେ ସବୁବେଳେ ପଜିଟିଭ୍ ମାଇଣ୍ଡସେଟ୍ ନେଇକି କାମ କରୁଛୁ। ଆଉ ଆମର ଇଚ୍ଛା ଓଡ଼ିଶାର ଯାତ୍ରା କଳା ଆଗକୁ ଯାଉ, ଓଡ଼ିଶାର ଲୋକକଳା ଆଗକୁ ଯାଉ, ଓଡ଼ିଶାର ସଂସ୍କୃତି ଐତିହ୍ୟ ଇତିହାସ ପୁଣି ଥରେ ଆମ ଓଡ଼ିଶାବାସୀ ଦେଖନ୍ତୁ। ଆଉ ଯାତ୍ରାକୁ ଲୋକମାନେ ଯେମିତି ପୁଣି ଫେରିଲେଣି, ଆମର ଆଶା ଓ ବିଶ୍ୱାସ ସୂର୍ଯ୍ୟବଂଶୀ ତା ଦେହରେ ଆଉ ଟିକେ ପ୍ଲସ୍ ପଏଣ୍ଟ ଆଡ଼୍ କରିବ, ଆଉ ନିହାତି ଭାବରେ ବହୁତ ଦର୍ଶକ ପୁଲ୍ କରିବ। ଆଜି ନାଟକ ହେଉଛି ପ୍ରଥମ ନାଟକ ଯେଉଁଟାକି ହର ସାର୍ଙ୍କର ଭାଉଜ ଭାଇରାଲ। ଆଜ୍ଞା, ଗୋଟେ କନସେପ୍ଟ ଅଛି ଭାଉଜ ଭାଇରାଲ, କ'ଣ ତାର ଏଇଟା ଆକ୍ଚୁଆଲି ମୁଁ କହିବି ହରବାରିକ ରାଇଟର ଡିରେକ୍ଟର ଯାହାର ଅଛନ୍ତି, ଯେତେବେଳେ ଆମେ ଡିସ୍କସନ୍ କଲୁ ଗୋଟେ ଟ୍ରେଣ୍ଡି ଟାଇଟେଲର, ବର୍ତ୍ତମାନ ଟାଇଟେଲ ମାନେ ଆପଣ କିଛି ଦେଖନ୍ତୁ ଗୋଟେ ଟାଇଟେଲ ଯେମିତି ଆପଣଙ୍କୁ ଭଲ ଲାଗିଲା ତାହେଲେ ଆପଣଙ୍କୁ ଇଚ୍ଛା ହେବ ଯିବା ପାଇଁ। କିନ୍ତୁ ଭାଉଜ ଭାଇରାଲ ଯେତେବେଳେ ଆମେ ଟାଇଟେଲଟା ଦେଲୁ ବହୁତ ଲୋକ ଆମକୁ ସପୋର୍ଟ କରିଥିଲେ, ଖୁସି ହେଇଥିଲେ, ବହୁତ ଲୋକ ବହୁତ କଥା କହିଥିଲେ, ଗୋଟେ କ୍ରିଟିସାଇଜ୍ ବି କରିଥିଲେ। ଆମେ ସବୁ ଜିନିଷକୁ ଆମେ କ'ଣ ତାକୁ କୁହନ୍ତି, ଆମେ ସବୁ ଜିନିଷକୁ ସମ୍ମାନ ଜଣାଉ, ଆମେ ସବୁ ତର୍କ ବିତର୍କ ରହୁ। ମୁଁ ବି କହୁଛି ଯଦି ମୋର ପାଟିରେ କିଛି ତ୍ରୁଟି ଅଛି ଆପଣ ମୋତେ ଜଣାନ୍ତୁ, ନିଶ୍ଚିତ ଭାବରେ ଭୁଲ ଦେଲେ ଆମେ ସୁଧାରିବୁ, କାରଣ ମଣିଷ ମାତ୍ରକେ ଭୁଲ ଆଜ୍ଞା। ଆଉ ଆମେ ଭାବୁଛୁ ଟ୍ରେଣ୍ଡି ଟାଇଟେଲକୁ ନେଇଛୁ, କିନ୍ତୁ ଆ ଭିତରେ ଯେଉଁ କାହାଣୀଟା ଯିଏ ଭାଉଜ ଭାଇରାଲ ନାଁ ଶୁଣିକି ଆସିବ କ'ଣ ଗୋଟେ ଭାଉଜ ଭାଇରାଲ ଦେଖିବାକୁ ଯିବ, ନିହାତି ଗଲାବେଳକୁ ଆଖିରେ ଲୁହ ନେଇକି ଯିବ। ଏ ଷ୍ଟୋରି ଗୋଟେ ଏମିତିଆ ଷ୍ଟୋରି, ଆପଣ ସସ୍ପେନ୍ସ ଅଛି, ହଁ ଆପଣ ଜାଣିବେ ଆଜ୍ଞା। ତ ଟାଇଟେଲକୁ ନେଇକି ସବୁବେଳେ କ୍ୟାରେକ୍ଟରକୁ ଜଜ୍ କରିବା କିମ୍ବା ବହିକି ଜଜ୍ କରିବା ନୁହଁ, ଆପଣମାନେ କାହାଣୀ ଦେଖିଲେ ଜାଣିପାରିବେ। ଭାଉଜ କାହିଁକି ଭାଇରାଲ ହେଇଗଲା ପରେ ଗୋଟେ ମଣିଷ ନର୍ମାଲ ମଣିଷ ହେଇକି ରୁହେନି, ତା ଲାଇଫ୍ରେ ବହୁତ ଗୁଡ଼ିଏ ପ୍ରତିବନ୍ଧକ ଆସିପାରେ, ଫ୍ୟାମିଲି ହେଲା, ରିଲେଟିଭ୍ସ ହେଲେ, ନିଜର ପର୍ସନାଲ ଲାଇଫଷ୍ଟାଇଲ୍ ହେଲା, ଏ ସବୁ ଜିନିଷକୁ ପାଥେୟ କରିକି ଗୋଟେ ଡେ ଟୁ ଡେ ଲାଇଫ୍ରେ ଗୋଟେ ଓମେନ୍ ଗୋଟେ ଲେଡି କେମିତି ନିଜ ଲାଇଫ୍କୁ ହେଲ୍ପ କରିଦେଇଛି କିମ୍ବା କେମିତି ନିଜ ଲାଇଫ୍ ଷ୍ଟ୍ରଗଲ୍ରୁ ପୁଣି ବାହାରୁଛି, ନିଜ ପରିବାର ସମସ୍ତଙ୍କୁ ଆନ୍ସର୍ ଦେଇକି ଏଇଟା ଗୋଟେ କଡ଼ା ଆଉ ନିଆରା ପ୍ରତିଛବି ଓଡ଼ିଶା ଦର୍ଶକମାନେ ଦେଖିବେ ଯାତ୍ରାରେ, ନିହାତି ଭାବରେ ବହୁତ ଭଲ ପାଇବା ଦେବେ, ବହୁତ ପ୍ରଶଂସା ସାଉଣ୍ଡ ମୁଁ ଆପଣଙ୍କୁ ଏଇଥିପାଇଁ କହୁଛି କାରଣ ଷ୍ଟୋରିଟା ସେମିତି ହେଇଛି, ଆପଣମାନେ ଦେଖିଲେ ନିହାତି ଭାବରେ ଜାଣିପାରିବେ। ଭେଟେରିଆନ୍ କଳାକାରମାନେ ଚୁଜ୍ କରିଛନ୍ତି, ଆପଣ ଚୁଜ୍ କରିଛନ୍ତି ନା ବକ୍ସିଂ ସାର୍ ଚୁଜ୍ କରିଛନ୍ତି? ଆମର ଆମେ ଟିମ୍ ମିଶିକି ଚୁଜ୍ କରୁଛୁ। ଆକ୍ଚୁଆଲି ଆମର ଟିମ୍ ଆମେ ଯେତେବେଳେ ଟିମ୍ ତିଆରି କଲୁ ଆମେ 3ଟା ଗ୍ରୁପ୍
ग्रुप करूँ 3टा ग्रुप रे आमे 1 2 3 1 2 3 कर सब कैटेगरी रे आमे आर्टिस्ट मानक नहीं ता भितर स्क्रूटिनी करके ये टीमटा आमर बाहरला आउ मत तो भल लगुच दर्शक मान बहुत भल कमेंट्स अच्छी आई होप कि आगे बहुत भल हो एथर तो आम देखो नुआ पार्टी मैंने 4टा नुआ करा पड़ो बाहन 3टा कर बाहर जबार किसी प्रयास नहीं कि आम चाहूँ सर्टकट नापी आराम से आमर 22 तारीख आखड़ा आरंभ है आम आराम से अगस्त 15 जाए आखड़ा करूँ आखड़ा करके बाहर नहीं शूट जी दरकार जब एलईडी यूज करें जी शूट पर दरकार से यूज करूँ जी दरकार नहीं से यूज करूँ ना बाकी जहाँ रहिबो माने जब लोक मान डिमांड हाँ जब लोक मान डिमांड है लाइक गोटे झुपुड़ी घर गोटे हिरोइन दौड़ी आस तो सेटा एलईडी निहाती जो दरकार बैकग्राउंड एलईडी जो अच्छी आम स्कोप अच्छी तो आम झुपुड़ी घर देखू माने जो हिरोइन जाए गाँव दौड़ी आसबू आम गाँ सुट करके आनी अध घंटार ये देखे किसी तार माने नहीं आगे तो जी दरकार जी आवश्यक से देखू कारण एलईडी यूज कर 25-30 लाख खर्च कर तो सेटा निहाती करा पड़ो आज्ञा बजेट आगे देखो यहाँ हूँ गोटे कूह एक्चुअली बुझे ना जात्रापाटी गोटे कूह आप जिते टाँग खर्च करेंगे से खर्च हो तो बजेट अप्रोक्सीमेटली आपन को 7 to 8 करोड़ भले आपको लगे गोटे सुपर ए क्लास पार्टी करने निराट सत कथा तो आप चाहिए 25 कोटी खर्च करेंगे ताले किसी बना नहीं आगे कर जात्रा पार्टी आप जिते टाँग खर्च करेंगे आप जिते आराम से खर्च हो लोक मैंने तार मजा ने किंतु एक्चुअली जेहेतु गोटे बिजनेस माइंडसेट आम सब बाहर जी आपण मैंने देखिए ओडिशा रे सबुठ बड़ एलईडी हूँ आम आम 3टा एलईडी लगी किंतु मेन एलईडी सब बड़ तो से तो जो जिन करहब जो जिन आम यूनिक चेंज करने आम पाखे बर्तमान आप देखिए मेन स्ट्रीम सिंगर जो मैंने अच्छा आपण मैंने जो सिंगर आसे कि मेलोडी आसते गोटे मेन स्ट्रीम सिंगर रखते बाकी गोटे सपोर्टिंग सिंगर रखते कि आम 3टा मेन स्ट्रीम सिंगर नहीं भाषिष के नहीं लिपु बाबू को नहीं विकास को नहीं बड़ बड़ पार्टी थे भल सिंगर निहाती नबार कारण है या गोटे गोटे आर्टिस्ट गोटे दर्शक जो यात्रा देखा आसे मेलोडी की 60% लोग प्राधान्य दिखती आम भी सेमती प्राधान्य देचु कारण मेलोडीटा भल है से लोग मेलोडी देखिए पुणी बही देखा समय रही बाबू डेफिनेटली बही भल लोक निहाती रही तो सही प्रचेषा मेलोडी आज्ञा हाँ आइटम सॉन्ग नो एक्चुअली कौन कहले लोक मान नजर हूँ ट्रेंडी डांसिंग डांस नंबर गोटे कहते आम आइटम करदे तो बर्तमान डांस नंबर की तो निहाती हम आम बहुत भल भल पिला डांसर्स नहीं आसू बहुत भल भल डांसर नहीं आसू 36 पुआ 16 पुआ 16 झील अच्छा आ भी किसी अलग जिन गोटे मुझे रिविल एवं करी है रिविल करी बहुत गुटे प्लानिंग अच्छी रेकर्ड डांस मेलोडी को लेकिन से सब जिन तैयार करूँ ये जो निया सर्कस बाड़िया पिटा ये सब जिन दूरी रही कारण आर्टिस्ट मैंने भी गोटे पर्सनाल लाइफ अच्छी खाली एक्सीडेंट जमी न हो से हिसाब से सेफ्टी को नजर रखिक निहाती भाव में सब प्रिकसन नहीं कि बहुत भल भाव में रेकर्ड डांस मेलोडी निहाती भाव में क्रिएट कर आगे हाँ मो एबे तो आम पाखे सिने कलाकार कौन मो सिने कलाकार मानकर आसीला किंतु बर्तमान आम अलरेडी टेलीविजन सिनेमा नहीं 4टा आर्टिस्ट आम पाखे अच्छा संध्या अच्छा मिलन सारा अच्छा डैनी अच्छा विगत दिन से भी यात्रा काम कर तो 4 जन जेहेतु टेलीविजन कलाकार अच्छा बाकी समस्त यात्रा कलाकार अच्छा निहाती भाव टीमटा बहुत भल होती आई होप आगू ठाकुर दयार मांग दयार बहुत भल हम आपण मान भल पाया दरकार 2025-26 उत्कल रंगमंच आज्ञा आज्ञा निहाती भाव में मु कहबिनी दर्शक समाज कहते दर्शक समाज प्रूव कर देखते आज्ञा डिसिप्लिन वे नवेम्बर मसरे अक्टोबर मस नवेम्बर मसरे आम पार्टी बाहर कलु हाँ माने पीसफुली आम आम कम्प्लीट कलु आमर मे मास लास्ट पर्यंत कारण जेहेतु सूर्यवंशी बाहर थिला तो मे मास लास्ट आम पार्टी की बंद कलु जस्ट बिकज ऑफ एपटे फोकस कर मत मे मास लास्ट आम पार्टी बंद करके गोटे मास एपट देखिए सूर्यवंशी फुल फेस बाहर करूँ बोली मे मास लास्ट आम पार्टी बंद कलु वर्षा पवन बहुत होता तो जेहेतु उत्कल रंगमंच चलला बहुत भल चलला रेस्पन्स बहुत भल अच्छे आपड़ भी देखिए ओडिशार पूरपल्ली उत्कल रंगमंचर ना बहुत लोक मैंने जानते उत्कल रंगमंच गोटे पार्टी अच्छी बोली
ମୁଁ କହୁଛି ଯେଉଁଠି ବଡ଼ ବଡ଼ ଏ କ୍ଲାସ୍ ପାର୍ଟି ଯାତ୍ରା ଫେଲ୍ କରୁଛି ଆଜ୍ଞା, ମୁଁ ଗୋଟିଏ କଥା କହୁଛି, ମୁଁ ବାହାଦୁରୀ ମାରି କହୁନି, କିନ୍ତୁ ଗୋଟିଏ ଦିନ ବି ଯାତ୍ରା ଫେଲ୍ ହେଇନି 9 months ଭିତରେ 8 months ଭିତରେ ଗୋଟିଏ ଦିନ ଆମ ଯାତ୍ରା ଫେଲ୍ ହେଇନି। ହଁ ଦୈବ ଦୁର୍ଘଟଣା ଅଲଗା କଥା, କିନ୍ତୁ ଆମ ମାନେ ଯଦି ସବୁ ଜିନିଷ ଭଲ ଥିବ ଯାତ୍ରା ହେବା କଥା ହେବ। ଇଭେନ୍ ଆମେ 300 କିଲୋମିଟର ଆସିକି ଯାତ୍ରା କରୁଛୁ। ଏଇଟା ଗୋଟେ ସବୁଠୁ ବଡ଼ ଆଚିଭମେଣ୍ଟ ଆମ ପାଇଁ। ଲାଭ କ୍ଷତି ଅଲଗା କଥା, କିନ୍ତୁ ଲୋକମାନଙ୍କୁ ଡିସଆପଏଣ୍ଟ ନ କରିବା, ଲୋକମାନଙ୍କ ଭରସାରେ ଥିବା 9 ମାସ 8 ମାସରେ ଛୋଟିଆ କଥା ନୁହଁ। ନୂଆ ରୂପ ନୂଆ ରଙ୍ଗରେ ଆସୁଛି ସୂର୍ଯ୍ୟବଂଶୀ। ଆଜ୍ଞା, ଅଡ଼ିଏନ୍ସଙ୍କ ପାଇଁ କ'ଣ ରହିବ, ଯାତ୍ରା ପ୍ରେମୀଙ୍କ ପାଇଁ କ'ଣ ରହିବ ମେସେଜ? ନିହାତି ଭାବରେ ଦେଖନ୍ତୁ, ମେସେଜ ହେଉଛି ଏଇଆ, ଆପଣମାନେ ଆସନ୍ତୁ, ଆଖଡ଼ା ଘରେ ଆଗ ଦେଖନ୍ତୁ। ମୁଁ ଉତ୍କଳ ରଙ୍ଗମଞ୍ଚରେ ବି କହିଥିଲି, ଏବେ ବି କହୁଛି, ଛୁଚିଠୁ ଛାତ ପର୍ଯ୍ୟନ୍ତ ଆଜ୍ଞା ସବୁ ନୂଆ। ଉତ୍କଳ ରଙ୍ଗମଞ୍ଚ ଗୋଟେ ଜିନିଷ ୟୁଜ୍ ହେଇନି ଏଠି, ସବୁ ଜିନିଷ ନୂଆ। ଉତ୍କଳ ରଙ୍ଗମଞ୍ଚ ସେଟଅପ୍ ପୁରା ଅଛି, ସେଇଟା ବହୁତ ହୁଏ ଆମେ ପ୍ଲାନ୍ କରୁଛୁ। ଏଇଟା ବାହାରିଲା ପରେ ବାହାର କରିପାରୁ ନ ବାହାର କରୁ, ତା'ର କିଛି ବର୍ତ୍ତମାନ ପ୍ଲାନିଂ ହେଇନି, ମାସେ ପରେ ପ୍ଲାନିଂ ହେବ। ଆପଣ ଏବେ ଦେଖିବେ ପେଣ୍ଡାଲ ଆମର ନୂଆ ୟୁନିକ୍ ଷ୍ଟାଇଲ୍ରେ ପେଣ୍ଡାଲ ବନେଇଛୁ, ଗେଟ୍ କାମ ବି ଚାଲିଛି, ବାକି ସାଉଣ୍ଡ ଲାଇଟ୍ ସବୁ ଜିନିଷ ଆପଣ ଦେଖିବେ ନୂଆ। ଆଉ ଆମେ ଏଇଥିପାଇଁ ଆଣୁଛୁ, ୟଙ୍ଗ ଜେନେରେସନ୍ ମାନେ ଟିକେ ବେଶୀ ସାଜସଜ୍ଜା ଉପରେ ଗୁରୁତ୍ୱ ଦେଉଛନ୍ତି, ସେଇଥିପାଇଁ ଆମେ ବେସିକାଲି ଏଇସବୁ ଜିନିଷ ଯେତେ ଆଖି ଦୃଶ୍ୟ ହେବ, ଯେତେ ଆଇ କ୍ୟାଚିଂ ହେବ, ସେଇ ଦେଉଛନ୍ତି। ଲୋକଟା ଆସିକି 300 ଟଙ୍କା ନଷ୍ଟ ନ କରୁ, ବସିକି ତାକୁ ଫିଲ୍ ହଉ ଯେ ମୁଁ 300 ଟଙ୍କା ଟିକେଟ୍ ଖର୍ଚ୍ଚ କରିଛି, ମୁଁ 300 ଟଙ୍କା ଜିନିଷ ଦେଖୁଛି ବୋଲି। ଆଜ୍ଞା ହଁ, 3-4ଟା ପାର୍ଟି କଣ୍ଟାକ୍ଟ କରିଛନ୍ତି। ଆମେ ଯେହେତୁ ଡିସାଇଡ଼୍ କରିନୁ କ'ଣ କରିବୁ କ'ଣ ନାହିଁ, ଆଖଡ଼ା ଭିତରେ ଫାଇନାଲ୍ ହେଇଯିବ ଅଲମୋଷ୍ଟ। ଆଜ୍ଞା ଠାକୁରଙ୍କ ଦୟା, ଆପଣମାନଙ୍କୁ ଭଲ ପାଇବା ନିହାତି, ଆମେ ପ୍ରଚେଷ୍ଟା ତ ଆମର ଅଛି, ତେଣିକି ଧନ୍ୟବାଦ ସୁନିଲ ବାବୁ। ଆଜ୍ଞା।